ଚିଲିକା ମଝିରେ କାଙ୍କଣ ଶିଖରୀ କେଉଁଠି? ମୋଗଲ ଆକ୍ରମଣକାରୀ ମହମ୍ମଦ ତକି ଖାଁ ପାଇଁ ଯେଉଁଠି ଗୁପ୍ତ ଲୀଳା କରିଥିଲେ ଶ୍ରୀ ଜଗନ୍ନାଥ। ଯେଉଁଥିପାଇଁ ବିନା କାଙ୍କଣରେ ଆଜି ବି ଅଧୁରା ଶ୍ରୀମନ୍ଦିରର ଅମୃତବଣ ହେଇ ସର୍ପବଣ ହେଇ ଅଶୋକାବଣ ହେଇ ନଈର ବିଜେ ଚକ୍ର କେଉଁଠି? ଯେଉଁଠି ଦ୍ୱିତୀୟ ବ୍ରହ୍ମଲୀଳା କରିଥିଲେ ମହାପ୍ରଭୁ। ଲୁଣି ପାଣିର ଚିଲିକା ଠାକୁରରେ ରହିଛି ମଧୁର ପାଣିର ଯମୁନା ନିର୍ଝର। ଜଗନ୍ନାଥଙ୍କ ସେବାରେ ଦିନେ ଲାଗି ହେଉଥିଲା ଏହି ନିର୍ଝରର ପବିତ୍ର ପାଣି। ଶ୍ରୀମନ୍ଦିର ଉପରେ 18 ଥର ଆକ୍ରମଣ ହୋଇଛି। ବିଭିନ୍ନ ସମୟରେ ବିଭିନ୍ନ ଲୋକ ଆକ୍ରମଣ କରିଛନ୍ତି, ଏକଥା ଆପଣମାନେ ଜାଣିଛନ୍ତି। ଏବଂ ଏହି ଆକ୍ରମଣ ସମୟରେ 144 ବର୍ଷ ଶ୍ରୀ ଜଗନ୍ନାଥ ସୋନପୁରରେ ପାତାଳି ହୋଇଥିଲେ। ଏ ବିଷୟରେ ମଧ୍ୟ ଆପଣଙ୍କର ଧାରଣା ଥିବ, ଆପଣ ସେ ସୂଚନା ନିହାତି ରୂପେ ରଖିଥିବେ। କିନ୍ତୁ ଏମିତି ଏକ ସ୍ଥାନକୁ ଆଜି ଆମେ ଆପଣଙ୍କୁ ନେଇକି ଯିବୁ, ସେଠି ମଧ୍ୟ ଜଗନ୍ନାଥଙ୍କୁ ଲୁଚାଇ ରଖାଯାଇଥିଲା ଯବାନମାନଙ୍କ କବଳରୁ ସୁରକ୍ଷିତ ଭାବେ। ସେ ସ୍ଥାନ କୋଉଠି? ଏବଂ ଏ ଗୋଟେ କଥା ମଧ୍ୟ ଯେ ଜଗନ୍ନାଥ 56 ପ୍ରକାର ଭୋଗ ଲାଗେ, କିନ୍ତୁ ସେଠି 56 ପ୍ରକାର ଭୋଗ ମିଳୁନଥିଲା ଜଗନ୍ନାଥଙ୍କ ପାଇଁ। ସେଠି ଏମିତି ଏକ ଜିନିଷ ଭୋଗ ଲାଗୁଥିଲା ଯାହା ଶୁଣିଲେ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହେବେ। ତା ସହିତ ଆହୁରି ଅନେକ କଥା ରହିଛି ଆଜିର ଅଧ୍ୟାୟରେ। ଆସନ୍ତୁ। 1568 1733 ଏ ଦୀର୍ଘ ବର୍ଷ ଭିତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅଜ୍ଞାତବାସ ନେବାକୁ ପଡ଼ିଛି। ବଡ଼ ଦେଉଳ ଛାଡ଼ିଛନ୍ତି ବଡ଼ ଠାକୁର। ଆଫଗାନୀ ମୋଗଲଙ୍କ ଭଳି ଯବନଙ୍କ ଆକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସୋନପୁରରେ 144 ବର୍ଷ ପାତାଳି ହେବା ସହ କେବେ କୋଠାଗଡ଼, କେବେ ମାରଦା, ଚିକିଲି, ଟିକାବାଲିତ, କେବେ ଅଙ୍କୁଡ଼କୁଦ ଏବଂ ଆଠଗଡ଼ ପାଟଣାକୁ ନିଜ ଲୀଳାକ୍ଷେତ୍ର କରିଛନ୍ତି ଲୀଳାମୟ ନୀଳ ଜହ୍ନର ନୀଳ ଠାକୁର। ଆଜି ମହାପ୍ରଭୁଙ୍କର ଏମିତି ଏକ ଲୀଳାକ୍ଷେତ୍ର ଉଦ୍ଦେଶ୍ୟରେ ବାହାରି ପଡ଼ିଥିଲା ବିଶ୍ୱାସ ଅବିଶ୍ୱାସ ଅନ୍ଧବିଶ୍ୱାସ ଟିମ୍। ସକାଳୁ ସକାଳୁ ଭୁବନେଶ୍ୱରରୁ ବାହାରି ବ୍ରହ୍ମପୁର ମୁହାଁ ହୋଇଥିବା ବେଳେ ପାଖାପାଖି 80 କିଲୋମିଟର ଯିବା ପରେ 16 ନମ୍ବର ଜାତୀୟ ରାଜପଥରେ ପଡ଼ିବ ନାଚୁଣୀ। ପଟେ ଭାଙ୍ଗି 12 କିଲୋମିଟର ଯିବା ପରେ ପଡ଼ିବ ସେହି ଐତିହାସିକ ପୁରାଣ ପ୍ରସିଦ୍ଧ ନଈରୀ ଗାଁ, ଯାହା ଚିଲିକା କୂଳରେ ହିଁ ରହିଛି। ସାରିଛୁ ସେହି ସ୍ଥାନରେ ଯୋଉଠି ଆମର ଆଜିର ଅଧ୍ୟାୟ ଚିଲିକା କୂଳରେ। ଇଏ ହେଉଛି ଚିଲିକା। ଦୃଶ୍ୟତ କେତେ ସୁନ୍ଦର ଆପଣଙ୍କୁ କହିବା ଆବଶ୍ୟକତା ନାହିଁ, କିନ୍ତୁ ଆମେ ଆଜି ଯିବୁ କାଙ୍କଣ ଶିଖରୀକୁ, ଲୀଳାକ୍ଷେତ୍ର କାଙ୍କଣ ଶିଖରୀ। ଏଉଠୁ ଆଉ ଆମେ ଗାଡ଼ିରେ ଯାଇପାରିବୁନି, ଚିଲିକାରେ ବୋଟ୍ରେ ଆମକୁ ସେ ସ୍ଥାନକୁ ଯିବାକୁ ପଡ଼ିବ। ଏଇ ଦେଖାଯାଉଛି, କିନ୍ତୁ କିଛି ସମୟ ଲାଗିବ ସେଠି ପହଞ୍ଚିବା ପାଇଁ। ଏଇ ବୋଟ୍ରେ ଯିବୁ ଆମେ। 3ଟି ବୋଟ୍ ଏଠି ରହିଛି, ଏଠି ବ୍ୟବସ୍ଥା ରହିଛି। 3ଟି ବୋଟ୍, ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦେବଦଳନ। ଆମେ ଏ ବୋଟ୍ରେ ଆଜି ଯିବା। ଶ୍ରୀ ଜଗନ୍ନାଥଙ୍କ ଅଜ୍ଞାତବାସ ଓ ଅଜ୍ଞାତବାସ ଯୋଗୁଁ ଚିଲିକା ମହାପ୍ରଭୁଙ୍କର ଦ୍ୱିତୀୟ ଘର, ଦ୍ୱିତୀୟ ବିଜେକ୍ଷେତ୍ର ପାଲଟି ଯାଇଥିଲା। ମଇନିଶା, ଗବପଦର, ଗୁରୁବାଇ, ନଈରୀ ଏବଂ କାଙ୍କଣ କୁଦ ମଧ୍ୟ ଥିଲା ଲୀଳାକ୍ଷେତ୍ର। ଆଜି ଆମେ କାଙ୍କଣ କୁଦ, ଯାହାର ଏବେକାର ନାଁ କାଙ୍କଣ ଶିଖରୀ, ସେଥିପାଇଁ ଯିବାର ଥିଲା। ଚିଲିକା କୂଳରେ ପହଞ୍ଚି ସାରିଥିଲା ଆମ ଟିମ୍। ଆମ ସାଙ୍ଗରେ ଜଣେ ଉତ୍ସାହୀ ଯୁବକ ବୁଲୁ ଓ ନାଉରିଆ ଭାଗିଥିଲେ। ଧୀରେ ସିନା ନାଉରିଆ, କିନ୍ତୁ ଜଗନ୍ନାଥଙ୍କ ଉପରେ ତାଙ୍କର ବେଶ ଦଖଲ ରହିଥିଲା। ଶ୍ରୀ ଜଗନ୍ନାଥ
18 थर आक्रमण शिकार होती 1568 रु 1733 अफगानी मोगल मान द्वारा आक्रमण शिकार होगा से वर्तिबा 165 वर्ष धरी जगन्नाथ बाहरी रही एमती एक स्थान चिलिका कूल रही जो जगन्नाथ आसी सुरक्षित भाव रखा जाता आम बर्तमान से पहुंच सारीछु लीलाक्षेत्र कांकण शिखरी ये बोट रे यात्रा बहुत बढ़िया चिलिकार जो सौंदर्य रही उपभोग करी आम से पहुंचू आगुरी आम मोटर चालित डंगा प्रस्तुत हो रही डंगारे बसी पूरा टीम ये चिलिका भर को रेलगाड़ी शब्द शुभुन मन पड़ूला गोपबंधुर से कविता रह रह क्षणे बाष्पीय सकट देखिबु चिलिका चारु चित्रपट मन पड़ूला गोदावरी शंकर कालीजाई कविता आउरी ना देछि बेली उत्तरा पवन आगकू दिए तले ठेली मन पड़ूला मराल मालिनी नीलांबू चिलिका मझिरे एक छोट द्वीप कांकण शिखरी को कविवरकर से कविता तरंग बेष्टित कांकण शिखरी आद्य फलिजार दरी पूर्ण करी वर्षे वर्षे ह्रद बिहारी धबरे आदरे फेरती लक्ष्मी रोषघरे किसी समय जलयात्रा पर छोट दीप भली लगुवा से पवित्र भूभागे पहुंची जाइलु जार ना कांकण शिखरी अल्प समय रोमांचकर जलयात्रा पर आम बर्तमान से पहुंच सारीछु लीलाक्षेत्र कांकण शिखरी अति चमत्कार जगह बहुत ही सुंदर देखा जाउछि आसुन जिबा से पवित्र माटी जहाँ श्री जगन्नाथ लीलाक्षेत्र जोटी अज्ञात बासरे थिले प्रभु और या पछरे ऐतिहासिक कारण रही भुईवंशर राजा रामचंद्र देव प्रथम हैदराबाद निजाम सेना सबुबले लड़ुले किंतु 1721 रु 1736 मसीहा मध्य जितेबले ओडिशार गजपति राजा हेले रामचंद्र देव द्वितीय ठीक सेतिकी बेले पुरी उपरे आक्रमण करितला मोहम्मद तकी खां नवाब मुर्शिद कुली खान द्वारा ओडिशा रे नियुक्ति पाइतला धर्मांध तकी खां 1733 मसीह जितेबले द्वितीय थर पर तकी खां पुरी मंदिर उपरे आक्रमण करितला सेतेबले महाप्रभु को आसी एठी रहिबाकू पड़ितला संस्कृति भितर श्री जगन्नाथ ऐतिह्य एक बहुत बड़ गुरुत्वपूर्ण अंश से ऐतिह्य को जब आम आलोचना करवा मोगल मानकर साम्राज्य बेले श्रीमंदिर को 18 थर आक्रमण हो सेवायत मैंने 22 थर महाप्रभु को रत्न सिंहासन नहीं विभिन्न स्थान में लुकायित कर रखिंट आज प्रभु पुरी बेले श्रीक्षेत्र रूपे आम कहे विभिन्न जगह को जो जाई विभिन्न समय अवस्थापित कर क्षेत्र को आम आज लीलाक्षेत्र रूपे कहे से 22 थर लीला भितर महाप्रभु दुई थर नई हरिवर्षर मंडप को आस किंतु प्रभु विचार अलग दीर्घ 300 वर्ष धरी ये ऐतिह्य ये लीला लोकलोचन को आसी पार ना आम गाँव आमर जेजेमा मान भी कहती जे आम गाँ दूरी होता जाए जगह ना आउ कई कहती कांकण शिखर श्रीमंदिर होता जाए समुद्र ना ये दुईटी कथा ये दुईटी वाक्य जगन्नाथ आशीर्वाद मुख वाक्य हो एबे भी नईरी गाँ चारिपटे घूरी उठुଛି महाप्रभुଙ୍କର आउरी गोटे प्रमुख स्थली थिला जोटी श्रीअंग लाभ करथिला से भूमि से होची कांकण गुदा जहाँ आज लीलाक्षेत्र कांकण शिखरी नाम परिचित नईरी गाँ ठारू मात्र 700 मीटर दूर में 22 एकर परिमित गोटे छोटिया टापू से छोटिया टापुटी आज एक मुख्य लीलाक्षेत्र भाव में परिगणित हो सारी नईरी गाँ कूल
ଯମୁନା ନିର୍ଝରି ଅଛି ଯେଉଁଠିକି ସବୁଆଡ଼େ ଲୁଣି ପାଣି ରହିଥିଲେ ମଧ୍ୟ ସେଠି ମଧୁର ପାଣି ଅନବରତ କଳକଳ କରି ଚିଲିକାରେ ମିଶୁଥାଏ। ମହାପ୍ରଭୁ ଯେତେବେଳେ ସେଠି ରାତି ଅଧରେ ଆସି ଶ୍ରୀମନ୍ଦିରରୁ ତାଙ୍କର ଭେଳା ଲାଗିଛି ଦୟା ନଦୀ କୂଳରେ ଆସି ରବୀନ୍ଦ୍ର ଘାଟ ଦେଇ ପ୍ରଭୁ ଯେତେବେଳେ ଲୀଳାକ୍ଷେତ୍ର କାଙ୍କଣସି କରିକି ଆସିଛନ୍ତି ଦୈତ୍ୟପତିମାନଙ୍କର ଆଉ କିଛି ଉପାୟ ନଥାଏ ପ୍ରଭୁଙ୍କୁ କ'ଣ ମଣେଇ ଦେବେ। ସେତେବେଳେ ସେ ବୁଦାରେ କେବଳ କାଙ୍କଣ ଫଳ ହିଁ ଫଳୁଥାଏ। ଯେହେତୁ କାଙ୍କଣ ଏକ କଣ୍ଟକଯୁକ୍ତ ଫଳ ଯେଉଁ ଫଳରେ କଣ୍ଟା ଥାଏ ତାହା ପ୍ରଭୁଙ୍କର ମଳରେ ଲାଗି ହୁଏ ନାହିଁ କିନ୍ତୁ ମହାପ୍ରଭୁ ସେଟାକୁ ସ୍ୱୀକୃତି ଦେଇଥିଲେ ଏବଂ କାଙ୍କଣ ଫଳ କଣ୍ଟକିତ ହୋଇଥିଲେ ମଧ୍ୟ ତାହା ନୈବେଦ୍ୟରେ ଲାଗିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ। 1731 ମସିହା କଥା ମହାପ୍ରଭୁ 4 ମାସ 14 ଦିନ ଧରି ଏଠାରେ ଅବସ୍ଥାପିତ ହୋଇଥିଲେ ଏବଂ ଏଠି ସେ କାଙ୍କଣ ଫଳକୁ ନୈବେଦ୍ୟ ରୂପେ ଗ୍ରହଣ କରିଥିଲେ। ଏଇଟା ହେଉଛି ଏକ ମୁଖ୍ୟ ପ୍ରସଙ୍ଗ। ତାପରେ 2016 ମସିହାରେ 2015 ମସିହାରେ ନବକଳେବର ପଡ଼ିଥିଲା ଏବଂ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟେଶ୍ୱର ଦେବ ଶ୍ରୀମନ୍ଦିର ପ୍ରଶାସନ ମାଧ୍ୟମରେ ଗୋଟିଏ ନବକଳେବର ନନ୍ଦିଘୋଷ ରଥଚକାକୁ ଏହି କାଙ୍କଣ ଶିକାରୀଟାରେ ରଖିବା ପାଇଁ ପ୍ରେରଣା କରିଥିଲେ। ରକ୍ତବାହୁର ଆକ୍ରମଣ ଫଳରେ ଯେମିତି ମହାପ୍ରଭୁଙ୍କୁ ସୋନପୁରରେ ପାତାଳି ହେବାକୁ ପଡ଼ିଥିଲା 1652 ମସିହାରେ କଲ୍ୟାଣ ମଲ୍ଲ ଆକ୍ରମଣ କରିବା ଯୋଗୁଁ ଚକାନାସିରେ 1662 ମସିହାରେ ଅହମ୍ମଦ ବେଗ ଆକ୍ରମଣ କରିବା ଯୋଗୁଁ ଗଡ଼ମାଣତ୍ରୀରେ 1692ରେ ଆକ୍ରମ ଖାନର ଆକ୍ରମଣ ଯୋଗୁଁ ବାତପୁରର ବଡ଼ ହନ୍ତୁଆରରେ ମଧ୍ୟ ପ୍ରଭୁଙ୍କୁ ଅଜ୍ଞାତବାସରେ ରହିବାକୁ ପଡ଼ିଥିଲା ବୋଲି ମାଦଳା ପାଞ୍ଜି କହୁଛି। ଆଉ ତକି ଖାଁ ଆକ୍ରମଣ କରିବା ପରେ ପାଇକ ଓ ସେବକମାନେ ବ୍ରହ୍ମଗିରି ବାଟେ ଭାର୍ଗବୀ ନଦୀ ଦୋବନ୍ଧା ବାଟେ ଚିଲିକା ଛାତିରେ ଥିବା ଏହି ଜାଗାକୁ ନେଇ ଆସିଥିଲେ କାରଣ ଏହା ପ୍ରଭୁଙ୍କ ବ୍ରହ୍ମକୁ ସୁରକ୍ଷିତ ରଖିବା ପାଇଁ ସେତେବେଳେ ଉପଯୁକ୍ତ ସ୍ଥାନ ଥିଲା। ତେବେ ଏଇଠି ବର୍ଷେ କି 4 ମାସ କି 6 ମାସ ରହିଥିଲେ ଜଗନ୍ନାଥ ତାହାର ସଠିକ ତଥ୍ୟ ଏଯାଏଁ ମିଳିପାରିନି। ଯେତେବେଳେ ତକି ଖାଁ ପୁରୀ ଉପରେ ଆକ୍ରମଣ କଲା ଶ୍ରୀମନ୍ଦିର ଉପରେ ଆକ୍ରମଣ କଲା ସେତେବେଳେ ଶ୍ରୀଜୀଉମାନଙ୍କର ସୁରକ୍ଷାକୁ ନେଇ ସେବାୟତମାନେ କ'ଣ କରିବେ କି ଚିନ୍ତା କରିପାରିଲେ ନାହିଁ। ରାଜା ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଲେ। ତାପରେ ଏହି ନିଷ୍ପତ୍ତି ନିଆଗଲା କୌଣସି ଏକ ଗୁପ୍ତ ସ୍ଥାନରେ ଶ୍ରୀଜୀଉମାନଙ୍କୁ ନେଇ ରଖାଯିବ। ସେ ଗୁପ୍ତ ସ୍ଥାନ କୋଉଠି ବିଚାର ବିମର୍ଶ କରିବା ପରେ ନିଷ୍ପତ୍ତି ନିଆଗଲା ବ୍ରହ୍ମଗିରିର ଦୋବନ୍ଧା ଠାରୁ ଭେଳାରେ ଶ୍ରୀଜୀଉମାନଙ୍କୁ ଏହି କୁଦକୁ ଅଣାଯାଇଥିଲା। ଏଠି ସେ ଜଗନ୍ନାଥଙ୍କୁ ସୁରକ୍ଷିତ ଭାବେ ରଖାଗଲା। ଯେହେତୁ ଗୁପ୍ତ ଭାବେ ଏଠି ତାଙ୍କୁ ରଖାଯାଇଥିଲା 56 ଭୋଗ ତ ଏଠି ଲାଗିପାରିବ ନାହିଁ କାଙ୍କଣ ଭୋଗ ଏଠି କରାଯାଇଥିଲା ଯେଉଁଥିପାଇଁ ଏହି ଜାଗାକୁ କାଙ୍କଣ କୁଦ ବୋଲି ମଧ୍ୟ କୁହାଯାଏ। ସେତେବେଳେ କୁଦ ସର୍ପ ସାପଦ ସଂକୁଳ ଥିଲା। ପ୍ରଭୁ ସିନା ଆସି ରହିଲେ ଏବେ ଭୋଗ କେମିତି ହେବ କେଉଁଠୁ ମିଳିବ 56 ଭୋଗ। ଘଞ୍ଚ ଅରଣ୍ୟ ପରିବେଷ୍ଟିତ ଏହି କୁଦରେ କେବଳ କାଙ୍କଡ଼ ବା କାଙ୍କଣ ହିଁ ଫଳୁଥିଲା ଯାହାକୁ କାଙ୍କଣ କୁଦ ପରେ କାଙ୍କଣ ଶିଖରୀ କୁହାଯାଉଛି। ଆଉ ଏହି କାଙ୍କଣ ହିଁ ପ୍ରଭୁଙ୍କ ସେବାରେ ଲାଗି ହୋଇଥିଲା ଦିନ ଦିନ ମାସ ମାସ ଧରି। ପୁରୀର ବାଦାପାଞ୍ଜିରେ 300 ବର୍ଷ ତଳ ଘଟଣାଗୁଡ଼ିକ ଲେଖାଥିଲା। ସେହି ଲେଖା ବାହାରିବାରୁ ଏ ଜାଗାର ଚିହ୍ନ ରହିବା ପାଇଁ ସେଠି ଚକାପଥର ଛାଡ଼ିଛନ୍ତି। ସେ ହିସାବରେ ଏ ଜାଗାର ଚିହ୍ନ ରହିବା ପାଇଁ 215 ମସିହା ନବକଳେବର ସେଇ ନନ୍ଦିଘୋଷ ଚକା ଆଣିକି ସ୍ଥାପନ କରାଯାଇଥିଲା। ଯେତେବେଳେ ଠାକୁରଙ୍କୁ ଆଣିକି ପ୍ରଥମେ ରଖିଥିଲେ ଏଠି କିଛି ନଥିଲା ଘୋର ଜଙ୍ଗଲ ଥିଲା। ତେଣୁ ଠାକୁର ଖାଇବେ କ'ଣ ପୂଜା କ'ଣ ହେବ ତେଣୁକରି ଏହି ଜାଗାରେ କାଙ୍କଣ ଫଳୁଥିଲା ବୁଝିଲ। ତେଣୁ କଞ୍ଚା କାଙ୍କଣ ପ୍ରଥମେ ଠାକୁରଙ୍କ ପାଖେ ଲାଗିଲା ବୁଝିଲ ତ। ତାପରେ ସେଇ ଭିତରେ 215 ମସିହା 16 ତାରିଖ ଠାରୁ ଏଠାରେ ମଣି ସେବା ପ୍ରତ୍ୟେକ ଦିନ 12ଟା ବେଳେ ଅଧକେ କେଜିଏ ଚାଉଳ ପରିବା 200 ପରିବା ପରେ ଧୂପ ହେଉଛି। ସକାଳୁ 8ଟାରେ ବାଳଭୋଗ ଧୂପ ହେଉଛି। ସନ୍ଧ୍ୟାବେଳକୁ
ଆଳତି କରିକି ଠାକୁରଙ୍କୁ ଯାଉ ଏବଂ ପୁରୀରେ ଯାହା ଯେମିତି ଦେବନୀତି କାର୍ଯ୍ୟ ପାଳନ କରନ୍ତି ସେଠାରେ ବଡ଼ ଆକାରରେ ହେଲେ ମଧ୍ୟ ଏଠି କମ୍ ଆକାରରେ ପାଳନ କରାଯାଉଛି ବୁଝିପାରିଲେ। ତାପରେ ଏ ଯେଉଁ ବଡ଼ ତିନି ମୂର୍ତ୍ତି ଅଛନ୍ତି ମୁକ୍ତିମଣି ଘରେ ବସୁଛନ୍ତି ଯଜ୍ଞ ହେଉଛି 5 ଦିନ ବସୁଛନ୍ତି ବାକି ରଥଯାତ୍ରା ଶ୍ରୀଗୁଣ୍ଡ ଜନ୍ମ ବସୁଛନ୍ତି ସେସବୁ ଗାଁରା ସଭା କମିଟି ହେଉଛି। ଆଉ ଚକା ତଳେ ଯେଉଁ ତିନି ମୂର୍ତ୍ତି ବସୁଛନ୍ତି କେବଳ ସେ ରଥଯାତ୍ରା ଦିନ ନୌକାରେ ବସିକି ଚିଲିକା ତା ଚାରିପଟେ ଆଗ ଭ୍ରମଣ କରୁଛନ୍ତି। କୁହାଯାଏ ସେବେଠୁ କାଳେ ମହାପ୍ରଭୁଙ୍କର ଯେଉଁ ଅମୃତ ମଣୋହି, ଶୀତଳ ମଣୋହି, ସର୍ପ ମଣୋହି, ବିମ୍ବଳି ମଣୋହି, ଚକ୍ର ମଣୋହି, ଅଶୋକ ମଣୋହି, ବୀର ମଣୋହି ଭଳି ଯେତେ ମଣୋହି ପ୍ରସ୍ତୁତ ହେଉଛି ସବୁଥିରେ କାଙ୍କଡ଼ ହିଁ ପଡୁଛି। ତରଙ୍ଗ ବେଷ୍ଟିତ କାଙ୍କଣ ଶିଖରୀ ଆଦ ଫଳେଜାର ତରି ପୂର୍ଣ୍ଣ କରି ବର୍ଷେ ବର୍ଷେ ହ୍ରଦ ବିହାରୀ ଧବରେ ଆଦରେ ଫେରନ୍ତି ଲକ୍ଷ୍ମୀ ରୋଷ ଘରେ। କବିବର ରାଧାନାଥ ନାୟକର ଏ କବିତାଟି ଏହି ସ୍ଥାନକୁ ନେଇ ହୋଇଛି। କାଙ୍କଣ ଭୋଗ ଏଠି ଠାକୁରଙ୍କ ପାଖରେ ଲାଗୁ କରିବା ପାଇଁ ଯେତେବେଳେ ଠାକୁର ଆସି ଏଠି ପହଞ୍ଚିଲେ, ଶ୍ରୀଜୀଉମାନେ ଏଠି ପହଞ୍ଚିଲେ, ଗୁପ୍ତ ଭାବେ ତାଙ୍କୁ ଏଠି ରଖାଗଲା, ସେତେବେଳେ ସ୍ପଷ୍ଟ ଭାବେ ମନା କରାଯାଇଥିଲା ଯେ ନା କାଙ୍କଣ ଭୋଗ ଠାକୁରଙ୍କ ପାଖରେ ହୁଏ ନାହିଁ, କାଙ୍କଣ ଜମା ବି ଭୋଗ କରିବେ ନାହିଁ। କିନ୍ତୁ ଏଠି ଆଉ କିଛି ନଥିଲା, କେବଳ କାଙ୍କଣ ହିଁ ମିଳୁଥିଲା ଏବଂ ଭୋଗ ଛପନ ଭୋଗ ତ ମିଳିଲାନି, କାଙ୍କଣ ଭୋଗ ଲଗାଗଲା ଠାକୁରଙ୍କ ପାଖରେ ଏବଂ ସେବେଠୁ କାଙ୍କଣ ଭୋଗ ଶ୍ରୀମନ୍ଦିରରେ ଠାକୁରଙ୍କ ପାଖରେ ଲାଗି କରାଯାଉଛି। ଲକ୍ଷ୍ମୀଙ୍କ ରୋଷ ଘରେ କାଙ୍କଣ ପହଞ୍ଚିଛି। ଆଉ ଆଜିକା ତାରିଖରେ ଯେଉଁମାନେ ଏଠି ରହୁଛନ୍ତି, ପ୍ରଭୁଙ୍କର ନୀତିକାନ୍ତି କରୁଛନ୍ତି, ସେମାନେ ବି ଭଗବାନଙ୍କର ଐଶ୍ୱରିକ ଅଲୌକିକ ଶକ୍ତି ସମ୍ପର୍କରେ କହନ୍ତି, ଯାହା ଭିତରେ ରହିଛି ବିଶ୍ୱାସ, ଅବିଶ୍ୱାସ, ଅନ୍ଧବିଶ୍ୱାସ। ଆଜ୍ଞା, ଯେତେବେଳେ ମୁଁ ପ୍ରଥମେ ଆସିଲି କିଛି ଦିନ ଅନୁଭବ କଲା ପରେ ଗାଁ ବେଳେ କହିଲେ ଲାଇଟ୍ ଦିଶୁଛି। ଯେତେବେଳେ ମୁଁ ଆସିଲି ନିଜେ ଅନୁଭବ କରିବାକୁ ଦେଖିଲି 3ଟା ଲାଇଟ୍ ଏଠି ଯାଉଛି ଚିଲିକା କୂଳ ଆଡ଼େ। ଯେତେବେଳେ ମୁଁ ଦେଖିଲି ମୋ ଦେହ ଶୀତ ହେଇଗଲା ପରେ ମୁଁ ଠାକୁରଙ୍କୁ ମୁଣ୍ଡିଆ ମାରିଲି, ପ୍ରଭୁ ସତରେ ଜଗନ୍ନାଥ ଦେବ ଏଠି ଥିବେ, ତାହେଲେ କେମିତି ମନ୍ଦିର କାମ ଚାଲୁ। ସେଇଦିନଠାରୁ ଆରମ୍ଭ ହେଲା କାମ। ତାପରେ କିଛି ଦିନ ପରେ ଏଠି ଛାତର ଫଳସ ପଇଲା ପରେ ଆମେ ଦେଖିଲୁ ଯେ ଖାଲି ଛୋଟ ଛୁଆଙ୍କ ପାଦ ଯିବା ମନ୍ଦିରକୁ ଅଛି, ଆଉ ଆସିବା ପାଦ ନାହିଁ। ଏଠି ତିନି ଠାକୁର ନନ୍ଦିଘୋଷ ରଥ ଚକ ତଳେ ଥିବା ଯେତିକି ଚମତ୍କାର, ସେତିକି ଚମତ୍କାର ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ। ପକ୍ଷୀମାନଙ୍କର କଳରବ, ମୟୂରର ନୃତ୍ୟ, ମୁକ୍ତ ଶୁଦ୍ଧ ଅମ୍ଳଜାନ ସହିତ ଚିଲିକା ପାଣିରେ ଘେରାବନ୍ଦୀ ଏ କାଙ୍କଣ ଶିଖରୀ ସମସ୍ତଙ୍କ ପାଇଁ ଆକର୍ଷଣୀୟ ନିଶ୍ଚୟ। ରହ ରହ କ୍ଷଣେ ବାଷ୍ପୀୟ ସକଟ ଦେଖିବୁ ଚିଲିକା ଚାରୁଚିତ୍ରପଟ। ଗୋପବନ୍ଧୁ ଦାସଙ୍କ ଏ କବିତାଟି ଚିଲିକାକୁ ନେଇ। ଯେତେବେଳେ ଆପଣ ଯେବେ ବି ଚିଲିକା ଆସନ୍ତୁ, ତାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ ଆକୃଷ୍ଟ କରିବ ହିଁ କରିବ। ଏମିତି ଲାଗିବ ଯେ ଚିଲିକା କହୁଛି ମୋତେ ଛାଡ଼ି ଏଠୁ ଜମା ବି ଯାଆନ୍ତୁ ନାହିଁ, ମୋର ସୌନ୍ଦର୍ଯ୍ୟକୁ ଏମିତି ବସି ଉପଭୋଗ କରନ୍ତୁ। ଯେତେବେଳେ ଆପଣ କାଙ୍କଣ କୁଦକୁ ଆସିବେ, କାଙ୍କଣ ଶିଖରୀକୁ ଆସିବେ, ଏଠି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ, ଏଠିକାର ଇତିହାସ ସମ୍ପର୍କ ଜାଣିବା ପାଇଁ, ଏ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆପଣ ନିହାତି କିଛି କ୍ଷଣ ଏଇଠି ବସିବେ। ଏ କାଙ୍କଣ କୁଦଟି ଏକର ଏକର ଜାଗାରେ ପରିମିତ ଏବଂ ସେଭଳି ବ୍ୟବସ୍ଥା ମଧ୍ୟ ଧୀରେ ଧୀରେ ହେବାରେ ଲାଗିଛି। କିଭଳି ଭାବେ ଆପଣ ଏଠି ବସି ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଆଗକୁ ସେ ଯମୁନା ନିର୍ଝର ଦେଖିବା, ଯୋଉଠୁ ମଧୁର ପାଣି ଆସି ଅଜ୍ଞାତବାସରେ ଥିବା ମହାପ୍ରଭୁଙ୍କର ଅଭିଷେକ ହେଉଥିଲା।